ରାନୁ ଚଢ଼େଇ ଗୋଟିଏ ନୂଆ ଜଙ୍ଗଲକୁ ଗଲା। ତାକୁ ଏହି ଜଙ୍ଗଲରେ ରହିବା ଖାଇବା ବିଷୟରେ କିଛି ଜଣା ନଥିଲା। ଆଉ କିଛି ଦିନ ପରେ ଅଣ୍ଡା ଦେବାର ଥିଲା। ସେ ବହୁତ ଚିନ୍ତାରେ ପଡ଼ିଗଲା କି ସୁରକ୍ଷିତ ସ୍ଥାନ ଏବେ ତାକୁ କେଉଁଠି ମିଳିବ। ଏହି ସମୟରେ ସେଠାକୁ ଗୋଟିଏ କାଉ ଆସିଲା। ରାନୁ ଚଢ଼େଇ କାଉକୁ ଦେଖି ତା ପାଖକୁ ଗଲା। କାଉ ଭାଇ, ମତେ ଗୋଟିଏ ସୁରକ୍ଷିତ ଜାଗା ବିଷୟରେ କୁହ ନା। ମୁଁ ଏ ଜଙ୍ଗଲକୁ ନୂଆ ଆସିଛି, ତେଣୁ ମତେ ଜଙ୍ଗଲ ବିଷୟରେ କିଛି ଜଣା ନାହିଁ। ଦେଖ ଭଉଣୀ, ମୁଁ ଗୋଟିଏ ଜାଗା ବିଷୟରେ ଜାଣିଛି, କିନ୍ତୁ ତାହା ସୁରକ୍ଷିତ କି ନୁହେଁ ମୁଁ ତମକୁ ସନ୍ଧ୍ୟାବେଳେ ଆସି କହିବି। ତାପରେ କାଉ ସେଠାରୁ ଚାଲିଯାଏ। ଏହି ଜଙ୍ଗଲରେ ଗୋଟିଏ ନୂଆ ଚଢ଼େଇ ଆସିଛି। ସେ ବହୁତ ଚିନ୍ତାରେ ଥିଲା। ମୋତେ ଗୋଟିଏ ସୁରକ୍ଷିତ ଜାଗା ବିଷୟରେ ପଚାରୁଥିଲା। ଆରେ ତମେ ତାକୁ ପାହାଡ଼କୁ ପଠାଇ ଦେଇନ ତ? ତମେ ଜାଣିଛ ନା, ଯେତେବେଳେ ଆମେ ପାହାଡ଼ରେ ଥିଲେ ସେ ଦୁଷ୍ଟ ଶାଗୁଣା ଆମ ଉପରେ ଆକ୍ରମଣ କରିଥିଲା। ଆଉ ଆମେ କେତେ କଷ୍ଟରେ ଆମ ଅଣ୍ଡା ବଞ୍ଚେଇକି ସେଠାରେ ବସିଥିଲେ। ନାଇଁ ନାଇଁ, ମୁଁ ତାକୁ ସେମିତି କିଛି କହିନି। ସନ୍ଧ୍ୟାରେ ଆସି ସୁରକ୍ଷିତ ସ୍ଥାନ ବିଷୟରେ ଜଣାଇବା ପାଇଁ କହିକି ଆସିଲି। ତୁମେ ତାକୁ କହିବ କି ଜଙ୍ଗଲର ବାହାରେ ଗୋଟିଏ ମକା ବଗିଚା ଅଛି। ତାହା ବହୁତ ସୁରକ୍ଷିତ ଜାଗା, ଆଉ ସେଠାରେ ତାର ଅଣ୍ଡା ବି ସୁରକ୍ଷିତ ରହିବ। ହଁ, ଏହା ବିଲକୁଲ ଠିକ୍ ଜାଗା। ମୁଁ ଏବେ ଯାଉଛି। ଭଉଣୀ, ଜଙ୍ଗଲର ବାହାରେ ଗୋଟିଏ ମକା ବଗିଚା ଅଛି। ତମେ ସେଠାରେ ଯାଇ ବସା ତିଆରି କରିରୁହ। କୌଣସି ବି ଅସୁବିଧା ହେବନି, ଆଉ ତମ ଅଣ୍ଡା ବି ସୁରକ୍ଷିତ ରହିବ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କାଉ ଭାଇ। ଆର ଦିନ ସକାଳ ହେବା ମାତ୍ରେ ରାନୁ ଚଢ଼େଇ ସେଠାକୁ ଚାଲିଯାଏ। ଆରେ ଏ ତ ବହୁତ ସୁନ୍ଦର ଜାଗା। ମତେ ଖାଇବା ପିଇବାରେ ମଧ୍ୟ କୌଣସି ଅସୁବିଧା ହେବନି। ମୁଁ ଶୀଘ୍ର ଯାଇ ଗୋଟେ ବସା ତିଆରି କରେ। ରାନୁ ଚଢ଼େଇର ଅଣ୍ଡାରୁ ଛୁଆ ବାହାରନ୍ତି। ରାନୁ ବହୁତ ଖୁସି ଥାଏ। ଏତିକି ବେଳେ ସେଠାକୁ କାଉ ତା ସ୍ତ୍ରୀ ସହ ଆସେ। କାଉ ଭାଇ, ଦେଖ ମୋ ଛୁଆମାନେ, ତମ ପାଇଁ ଆଜି ମୁଁ ବହୁତ ଖୁସିରେ ଅଛି। ରାନୁ ଭଉଣୀ, ବହୁତ ବଡ଼ ବିପଦ ମାଡ଼ି ଆସୁଛି। ଏ କଣ କହୁଛ କାଉ ଭାଇ? ଗାଁରେ ବୁଲୁଥିବା ସମୟରେ ସେ କୃଷକଙ୍କ କଥା ଶୁଣୁଥିଲି। ସେମାନେ କହୁଥିଲେ କି ଆଜି ସନ୍ଧ୍ୟା ସୁଦ୍ଧା ସବୁ ଫସଲ କାଟିଦେବେ। ରାନୁ ଭଉଣୀ, ତମ ଛୁଆମାନେ ଉଡ଼ିବାକୁ କେତେ ଦିନ ଲାଗିବ? 3 ଦିନ ସମୟ ଲାଗିବ ସେମାନଙ୍କୁ ଉଡ଼ିବାକୁ। ଏବେ ମୁଁ କଣ କରିବି? ମୋ ଛୁଆମାନେ କଣ ମରିଯିବେ? ତମେ ଚୁପ୍ ହେଇଯାଅ। ମୁଁ ସେ କୃଷକ ପାଖକୁ ଯାଇ ନେହୁରା ହେବି। ଯାହା ହେବ ଦେଖାଯିବ। କାଉ ଶୀଘ୍ର ଯାଇ କୃଷକ ପାଖରେ ପହଞ୍ଚିଲା। ହେ ଦୟାଳୁ କୃଷକ, ମୋର ଗୋଟିଏ କଥା ରଖିବ। କଣ ହେଲା କିରେ କାଉ, କଣ କହିବୁ? ଦୟାଳୁ କୃଷକ, ତୁମର ସେ ମକା ବଗିଚାରେ ଛୋଟ ଛୋଟ ଚଢ଼େଇ ଛୁଆ ଅଛନ୍ତି। ତାଙ୍କର ଡେଣା ଶକ୍ତ ହେବାକୁ 3 ଦିନ ସମୟ ଲାଗିବ। ତେଣୁ ତୁମେ 3 ଦିନ ପରେ ଫସଲ କାଟିଲେ ଭଲ ହୁଅନ୍ତା। ଆରେ ତୁ କଣ ଭାବୁଛୁ? ତୁ କହିବୁ ଆଉ ମୁଁ ଫସଲ କାଟିବିନି? ଚାଲ ଏଠୁ। ମୋ ଫସଲ ନଷ୍ଟ ହେବାକୁ ବସିଲାଣି, ଆଉ ଇଏ କହୁଛି କି ଫସଲ କାଟନି। କାଉ ଭାଇ, ତମକୁ ଦେଖି ଲାଗୁଛି କି ସେ କୃଷକ ତମ କଥା ଶୁଣିଲାନି। ଏବେ ମରିବା ଛଡ଼ା ଆଉ କିଛି ବାଟ ନାହିଁ। ରାନୁ, ତୁ ସେମିତି କହନି। ମୁଁ କିଛି ନା କିଛି ଗୋଟେ ବାଟ ବାହାର କରିବି। କାଉ ପୁଣି ଥରେ କୃଷକ ପାଖକୁ ଯାଏ। ଏବେ କିନ୍ତୁ କୃଷକ ସହ କଥା ହେବାକୁ ନୁହଁ, ଘରେ ବାହାରେ ଥିବା ଦାଆକୁ ନେଇ ସେ ଉଡ଼ିଯାଏ। ଆଉ ସେ ଦାଆକୁ ନେଇ ନଦୀରେ ଫିଙ୍ଗିଦିଏ। ଦାଆକୁ ତ ଫିଙ୍ଗିଦେଲି, କିନ୍ତୁ ସେ କୃଷକ ଚୁପ୍ ବସିବନି। ସେ ଲୁହାର ପାଖକୁ ଦାଆ ତିଆରି କରିବାକୁ ଯିବ। ମୋତେ ଲୁହାର ପାଖକୁ ଯିବାକୁ ହେବ। ଲୁହାର ଭାଇ, ମୋର ଛୋଟ ଅନୁରୋଧ ରଖିବ। କେମିତି ଅନୁରୋଧ? ତମ ପାଖକୁ କୃଷକ ଦାଆ ତିଆରିବାକୁ ଆସିବ। ଆଉ ସେ ଦାଆ ତିଆରି କଲେ ଫସଲ କାଟିବ, ଯାହା ଫଳରେ ସେଠାରେ ଥିବା କୁନି କୁନି ଚଢ଼େଇ ଛୁଆ ମରିଯିବେ। ତେଣୁ ତୁମେ 3 ଦିନ ପରେ ତିଆରି କରିବ। ଏହା କରିବା ଯୋଗୁଁ କୁନି କୁନି ଚଢ଼େଇମାନେ ବଞ୍ଚିଯିବେ। ଲାଗୁଛି କାଉ, ତୁ ମୋ ଧନ୍ଦାରେ ବାଧା ଦେଉଛୁ। ମୁଁ ଏମିତି କେବେ ବି କରିପାରିବିନି। କାଉ ନିରାଶ ହୋଇ ଗୋଟିଏ ଗଛରେ ବସିଥାଏ। ନିଜକୁ ନିଜେ ଦୋଷୀ ଭାବୁଥାଏ। ଏତିକି ବେଳେ ତା ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ସେ ସଙ୍ଗେ ସଙ୍ଗେ ନିଆଁ ପାଖକୁ ଗଲା। କାଉ ନିଆଁ ପାଖରେ ପହଞ୍ଚି ନିଆଁକୁ ସବୁ କଥା କହିଲା। କାଉ, ମୁଁ ତମ କଥା ଶୁଣି ଭାରି ଦୁଃଖିତ, କିନ୍ତୁ ମୋତେ ତ ଜଳିବାକୁ ହିଁ ପଡ଼ିବ। ଏମିତି କୁହନି, କିଛି ଗୋଟେ ତ ଉପାୟ ବତାଅ। କାଉ, ମୁଁ ଜଳିବା ପାଇଁ କାଠ ଦରକାର, ତେଣୁ ତୁମେ କାଠ ପାଖକୁ ଯାଅ। କାଉ କାଠ ପାଖକୁ ଯାଇ ସବୁ କଥା କହିଲା। କାଠ, ତମେ କିଛି ଦିନ ପାଇଁ ଜଳନି, ଯାହା ଫଳରେ ତାଙ୍କର ଜୀବନ ବଞ୍ଚିପାରିବ। ମୁଁ ତମ କଥା ନିଶ୍ଚୟ ରଖିଥାନ୍ତି କାଉ, କିନ୍ତୁ ଦେଖ, ମୁଁ ତ ପୁରା ଶୁଖିଲା ଅଛି। ତେଣୁ ମୋତେ ଆରାମସେ ଜଳେଇ ପାରିବେ। ତମେ ଗୋଟେ କାମ କର, ପାଣି ପାଖକୁ ଯାଅ। ସେ ମୋତେ ଓଦା କରିଦେଲେ ମୁଁ ଜଳି ପାରିବିନି।
କାଉ ପୁଣି ପାଣି ପାଖକୁ ଗଲା। ତୁମେ ଯଦି ମୋର ଗୋଟିଏ କାମ କରିଦେବ ତାହେଲେ ମୁଁ ଲୋକମାନଙ୍କ ଦ୍ୱାରା କରିଥିବା ଅଳିଆ ଆବର୍ଜନାକୁ ସଫା କରିଦେବି। କିପରି କାମ କାଉ? କାଉ ପାଣିକୁ ସବୁ କଥା ବୁଝାଇ କହିଲା। ପାଣି ସବୁ ଶୁଣିସାରି କାଉ ସହ କାଠ ପାଖକୁ ଗଲା। ତା ଆର ଦିନ ସକାଳେ ଲୁହାର କାଠ ଜଳିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କାଠ ଜଳିଲା ନାହିଁ। ଆରେ ଏ କ'ଣ ହେଲା? କାଲି ତ କାଠଟି ପୁରା ଶୁଖିଲା ଥିଲା। ଦେଖ କୃଷକ ଭାଇ, ଆଜି ତମ ଜିନିଷ ତିଆରି ହୋଇପାରିବନି। ତେଣୁ ତମେ କିଛି ଦିନ ପରେ ଆସ, ସେତିକି ଭିତରେ ମୁଁ କାଠ ଯୋଗାଡ଼ କରିବି। ରାନୁ ଚଢ଼େଇର ଛୁଆମାନେ ଉଡ଼ିବା ଶିଖିଗଲେ। ତାପରେ ସେମାନେ ସେଠାରୁ ଉଡ଼ି ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ଚାଲିଗଲେ।